ଗଲା ନଷ୍ଟ ହେଇଗଲା ପାଣି ପଶିଲା ବୁଡ଼ିଗଲା କ'ଣ। ଶୁଣନ୍ତୁ, ଏଇଟା 4:40 ପାଖାପାଖି ଆମକୁ ଜଣେ ପ୍ରଥମେ ଅଫିସକୁ ଆସିଥିଲେ। ଆସିକି କହିଲେ ଯେ ଗୋଟେ ଟ୍ରକ୍ରେ ନିଆଁ ଲାଗିଯାଇଛି। ଏଇଟା ଜାଗା ନାଁ ହେଉଛି ଅମରାକୁଦ। ତ ସାଙ୍ଗେ ସାଙ୍ଗେ ଆମ ୟୁନିଟ୍ ଅମରାକୁଦକୁ ବାହାରିଥିଲେ ଏବଂ ଦେଖିଲୁ ଯେ ଗୋଟେ ଟ୍ରକ୍ରେ ନିଆଁ ଲାଗୁଛି ଏବଂ ତା ପୂର୍ବରୁ ନିଆଁଡି ଟିମ୍ ଆସିକି ନିଆଁଟାକୁ ଲିଭଉଥିଲେ। ସାଙ୍ଗେ ସାଙ୍ଗେ ଆମେ ଆସିଷ୍ଟ କଲୁ ଏବଂ ମିଶିକି ନିଆଁଟାକୁ ସମ୍ପୂର୍ଣ୍ଣ ରୂପେ ଲିଭେଇଲୁ। ଟ୍ରକ୍ରେ ଦେଖାଯାଉଛି ଡାଲି ଅଛି, ବର୍ତ୍ତମାନ ସୁଦ୍ଧା ଡାଲି ହିଁ ଦେଖାଯାଉଛି। ଆଉ କ'ଣ ଅଛି ଭିତରେ ଆମେ କହିପାରିବୁନି। ମୁଁ ଭାବୁଛି ଏଇଟା ପ୍ରାଇମେରୀରୁ ଆମେ ଜଣାପଡ଼ୁଛି ଯେ ଏଇଟା ସର୍ଟ ସର୍କିଟ୍ରୁ ହେଇଥାଇପାରେ ବୋଲି ଆମେ ଅନୁମାନ କରୁଛୁ। ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଦେଖନ୍ତୁ, ସେଇଟା ଗାଡ଼ି ଅନର୍ ଆସିଲେ କହିପାରିବେ। ଆଉ କେତେ ଟଙ୍କାର ମାଲ୍ ଥିଲା ଆମେ ଆପଣଙ୍କୁ କହିପାରିବୁନି ଏକ୍ଜାକ୍ଟଲି। ଟୋଟାଲ୍ ଗାଡ଼ିଟା ଫୁଲ୍ ଲୋଡେଡ୍ ଅଛି। ମାଲିକ ଅନର୍ ଆସିଲେ ହିଁ ସେ କିଛି କହିପାରିବେ କେତେ ଟଙ୍କାର ଜିନିଷ ଥିଲା କେତେ। ବର୍ତ୍ତମାନ ଆମେ ଏକ୍ଜାକ୍ଟଲି କହିପାରିବୁନି, ଆମର କାମ ଚାଲିଛି, ପ୍ରୋସେସ୍ चालीसी कंप्लीट हो मैं आपको डिटेल्स बताऊंगा। रायपुर से माल लाया था, कोणार्क जा रहा था, रास्ता में आग लग गया और क्या कर सकता है। हम तो गाड़ी चला रहा था और पीछे लुकिंग ग्लास में देखा तो आग लगा है। गाड़ी साइड कर दाल आसिल फोन करी करी आसी आसी 15-20-25 मिनट हो गलो। आसी आसी तो जली गलो पूरा गाड़ी। ଏବେ କେତେ ଟଙ୍କାର ଖଣ୍ଡ ମାଲ ନଷ୍ଟ ହେଇଛି ବୋଲି ଭାବୁଛନ୍ତି? ଆଉ ମୁଁ ଜାଣି ପାରି ନାହିଁ କେତେ ଟଙ୍କାରେ ଅଛି। ମୁଁ ଟନ୍ 30 ଟନ୍ ମାଲ। ଆମେ ଜଷ୍ଟ ଅଧଘଣ୍ଟା ହେବ ଖବର ପାଇଲୁ ଟ୍ରକ୍ରେ ନିଆଁ ଲାଗିଯାଇଛି। ଗୋଟେ ଡାଲି ଟ୍ରକ୍ ହୋଟେଲ ଲାଗେ କାମଣାକୁଦ ଛକରେ। ଆସିକି ଦେଖିଲା ବେଳକୁ ଦମକଳ ଟିମ୍ ଆସିକି ଏଠି ଲିଭଉଛନ୍ତି। ଗାଡ଼ିରେ ଦେଖିଲା ବେଳକୁ ଡାଲି ଅଛି। ଡାଲି କେତେ ପରିମାଣ ଅଛି ଆମେ ଜାଣିନୁ। ଲକ୍ଷ 2 ଜଣଙ୍କର ମାଲ ଅଛି। ରାସ୍ତାରେ ଯାଉଥିଲା ଆମର ନିଆଇ ରୁଟ୍କୁ। ଆମେ ଦେଖିକି ସେଠି ଲିଭାଲିଭି କରୁଥିଲେ ଦମକଳ ଟିମ୍ ବି ସମସ୍ତେ ଆସିକି ଏଠି ସହଯୋଗ କରୁଛନ୍ତି। ଆଜ୍ଞା, ଗାଡ଼ି ମଟର ବନ୍ଦ ହେଇଗଲା। ସମସ୍ତେ ନିଆଁ ଦେଖିକି ସମସ୍ତେ ଭୟଭୀତ ହେଇକି ନିଜ ଜୀବନକୁ ରକ୍ଷା କରିବା ପାଇଁ ଦୂରେଇକି ରହିଲେ ସମସ୍ତେ। ଆଉ ସେମିତି ଆଜ୍ଞା ଆମେ କହିପାରିବୁ। ଆମେ ତ ଆସିକି ଦେଖିଲା ବେଳକୁ ନିଆଁ ଲାଗିଛି। କ'ଣ ହେଇଛି କ'ଣ ନାହିଁ ସେ ଆସିଲେ ଯିଏ ଦେଖିଥିବ ସିଏ କହିବ। ଆମେ ଯେତିକି ଦେଖିଛୁ ସେତିକି ହିଁ କହିଛୁ।